ଆପଣମାନଙ୍କୁ ସ୍ୱାଗତ। ଆମର କୁନି କୁନି ଭାଇ ଭଉଣୀମାନେ ଅଛନ୍ତି ଏଠି, ଆଉ ଆମର କିଶୋରୀ ବାଳିକାମାନେ ଅଛନ୍ତି, ଆମର ଅଙ୍ଗନବାଡ଼ିର ଯେଉଁ ପିଲାମାନେ ପଢ଼ୁଛନ୍ତି ତାଙ୍କ ଅଭିଭାବକମାନେ ଅଛନ୍ତି। ତ ଆଜିର ଆମର ଯେଉଁ ପୋଷଣ ମାହ କାର୍ଯ୍ୟକ୍ରମ ସବୁଦିନ ଆମର ଅଙ୍ଗନବାଡ଼ି କେନ୍ଦ୍ରରେ ସେପ୍ଟେମ୍ବର 17 ତାରିଖରୁ ଅକ୍ଟୋବର 16 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ତାର ହେଉଛି 13ତମ ଦିବସ ଆଜି। ଆଜିର କାର୍ଯ୍ୟକ୍ରମର ଆମର ବିଷୟବସ୍ତୁ ଅଛି ECC ଡେ ବା ଆମର ଯେଉଁ 0 ରୁ 6 ବର୍ଷର ଶିଶୁମାନଙ୍କ ପାଇଁ ଆମର ଅଭିଭାବକମାନଙ୍କର ଯତ୍ନ ଆଉ ପୋଷଣ ବି ପଢ଼ାଇବି, ଯାହାଦ୍ୱାରା କି ଆମର ଆଜିର ବିଷୟବସ୍ତୁରେ ଆମେ ଆଲୋଚନା କରିବା ଯେ ପିଲାମାନଙ୍କୁ କିଭଳି ଭାବରେ ଆମେ ଭଲ ଉପଯୁକ୍ତ ଖାଦ୍ୟ ଦେବା, ଯାହାଦ୍ୱାରା କି ପିଲାମାନେ ଉପଯୁକ୍ତ ପୋଷଣ ପାଇବେ। ତା ସହିତ ଆମେ ପିଲାମାନଙ୍କୁ କିଭଳି ଭାବରେ ନାଚ ଗୀତ ଗପ ଖେଳ ମାଧ୍ୟମରେ ପାଠ ପଢ଼ାଇବା, ନା କି ଆମେ ଜବରଦସ୍ତି କରି ପିଲାମାନଙ୍କୁ ଅ ଆ ହସେଇ ଦୀର୍ଘେଇ ଶିଖେଇବା, ତାହା ନୁହେଁ। ପିଲାମାନଙ୍କୁ ଗପ ମାଧ୍ୟମରେ, ଗୀତ ମାଧ୍ୟମରେ, କାହାଣୀ ମାଧ୍ୟମରେ, ଖେଳ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼େଇଲେ ପିଲାମାନେ ଖୁବ୍ ଅନୁପ୍ରାଣିତ ହେବେ। କାରଣ ପିଲାମାନେ ଜାଣିଛନ୍ତି ସବୁ ଅନୁକରଣ ପ୍ରିୟ, ପିଲାମାନେ ବହୁତ ଚଞ୍ଚଳ। ଆପଣମାନେ ଯଦି ଜବରଦସ୍ତି କରିକି ପିଲାମାନଙ୍କୁ ପାଠ ପଢ଼େଇବେ ସେଟା ହବନି। ସେଥିପାଇଁକା ଆମର ଅଙ୍ଗନବାଡ଼ିରେ ଅଛି ପିଲାମାନଙ୍କୁ ସବୁଦିନ ମୁକ୍ତ ବାର୍ତ୍ତାଳାପ, ନାଚ ଗୀତ ଗପ ଖେଳ, ଯାହାଦ୍ୱାରା କି ଆଉ ଅଭିନୟ ସଙ୍ଗୀତ, ଯାହାଦ୍ୱାରା କି ଆମେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ପାଠ ପ୍ରତି ଆଗ୍ରହୀ କରୁଛନ୍ତି। ତ ସେଇଭଳି ଆପଣମାନେ ବି ଘରେ ଯତ୍ନ ନିଅନ୍ତୁ, ଯାହାଦ୍ୱାରା କି ପିଲାମାନଙ୍କର ସମସ୍ତ ପ୍ରକାର ବିକାଶ ହେବ ଆଉ ପିଲାମାନେ ଖୁବ୍ ଦ୍ରୁତ ଗତିରେ ଅଗ୍ରଗତି କରିପାରିବେ। ସମସ୍ତଙ୍କୁ ମୋର ଧନ୍ୟବାଦ।